ଏଠି ଆମେ ଟିକେ ବାହାରି ପଡ଼ୁଛୁ 4ଟା ବେଳେ ଜାଗା ପାଖକୁ ଯିବା ପାଇଁ, କାହିଁକି ନା ଗ୍ରେଟ୍ ବିନ୍ ପୋଡ଼ିଗଲାଣି, ପ୍ରାୟ 6 ଦିନ ହେଇଗଲାଣି। ଆଉ ଯେହେତୁ ଦେଖା ଦେଖି ହେଇନି, ଆଉ ଆଜି ଡାଡ଼ିର ମୋର ଆଉ ପୁଅର ମିଶିକି ଚାଲିଲୁ ଟିକେ ଦେଖିବା ପାଇଁ କ'ଣ କେମିତି ପାଣି ଦିଆହେଉଛି କ'ଣ ହେଉଛି। ଯେହେତୁ ମିସ୍ତ୍ରୀ ମାନେ ପାଣି ସକାଳ ଟାଇମ୍ର ଦେଇ ଦେଉଛନ୍ତି, ଆମେମାନେ ତ ଯାଇପାରୁନୁ, ଆଉ ସେଇଥିପାଇଁ ଉପରଓଳି ଆମେ ଆସି ଯାଇଥିଲୁ। ଆଉ ଆସିକି ଆମେ ଡାଡ଼ି ତାଙ୍କର ପାଇପ୍ ଖୋଜୁଛନ୍ତି ନେଇକି ସାଇଡ଼୍ କରିକି ଦେବା ପାଇଁ। ଆଉ ମୋ ପୁଅକୁ ତ ଦେଖୁଥିବେ, ତାର ତ ବାଲି ଦେଖିଲା ମାନେ ଖେଳଟା ଷ୍ଟାର୍ଟ ହେଇଯାଏ। ବାଲି ଧୂଳି ଯୋଉଠି ଦେଖିବ ସେ ଖେଳରେ ଲାଗିଯିବ। କାରଣ ସେ 2 ଥର 3 ଥର ଆସିଲାଣି ଜାଗା ପାଖକୁ, ଆସିଲା ମାନେ ବାଲି ଖେଳିବ ଜାଣିଛି, ଆଉ ସେଇଥିପାଇଁ ସେ ଝୁଙ୍କ କରିକି ସବୁବେଳେ ଆସୁଛି। ତାପରେ ମୁଁ ଏଠି ଚାଲିଲି ଡାଡ଼ିଙ୍କୁ ଟିକେ ସାହାଯ୍ୟ କରିବା ପାଇଁ। ଡାଡ଼ି ସେପଟେ ଲଗାଉଛନ୍ତି ପାଇପ୍ ମଟରରେ ସେଟ୍ କରୁଛନ୍ତି। ପାଣି ଦେଲା ଭିତରେ ଆଦି ତାର ଏପଟେ ଗୋଟେ କାନମା କରିକି ରଖି ସାରିଲାଣି, ପଡ଼ିକି ତାର ପୁରା ଜ୍ୟାକେଟ୍ ଆଉ ପ୍ୟାଣ୍ଟ ପୁରା କାଦୁଅ ହେଇସାରିଛି, ଆଉ ପିନ୍ଧିବା ପାଇଁ କଣ୍ଡିସନରେ ନାହିଁ ପ୍ୟାଣ୍ଟଟା। ସେ ଡରିକି ଛାନିଆ, ମାମା ମୋତେ ବାଡ଼େଇବେ। ଆଉ ବାଡ଼େଇବି କ'ଣ ଦେ, ଛୋଟ ଛୁଆଟା, ସେ ବି କ'ଣ ଜାଣିକି ଏମିତି କରିଛି। କାଦୁଅ ଜାଗାଟା ଯେହେତୁ ହେଇଛି, ପଡ଼ିକି ତାର ଏମିତି ଅବସ୍ଥା ହେଇଯାଇଛି। ଆଉ କ'ଣ କହିବି ତା କଥା, ଛୋଟ ଛୁଆମାନଙ୍କୁ ତ ନେଇକି ଆସିବ ମାନେ ଟେନସନ୍, କାମରେ ଟିକେ ହେଲ୍ପ କରିବେ କ'ଣ, ଆହୁରି କାମଟାକୁ ବଢ଼େଇକି ରଖିବେ, ଯେମିତି ଆଦି ମୋର ଜଣେ। ଆଉ ତାପରେ ଏପଟେ ଆମେ ଶ୍ୱଶୁର ବୋହୂ 2 ଜଣ ମିଶିକି ପାଣି ଦେଇ ଦେଇଥିଲୁ। ଡାଡ଼ି ସେପଟେ ପାଇପ୍ଟାକୁ ଧରିଛନ୍ତି, ଏପଟେ ମୁଁ ପାଣି ଗୁଡ଼ାକ ଦେଇ ଦେଉଛି। ତାପରେ ଆମର ପାଣି ଦିଆଟା କମ୍ପ୍ଲିଟ୍ ହେଇସାରିଛି।